ଆସିବା ନିହାତି ଦରକାର। ଏମାନେ ମୁଁ ଭାବୁଛି ଏ ଦଳକୁ ଏଇମାନେ ହିଁ ଆଗେଇ ନେଇପାରିବେ, ଏଇ ପିଢ଼ି, ଏଇ ଯୁବକ ମାନେ ଯେଉଁମାନେ ଜିତନ୍ତୁ କି ହାରନ୍ତୁ ସେଥିରେ ପରବା ନାହିଁ, କିନ୍ତୁ ଯେଉଁ ଯେଉଁ ଅଞ୍ଚଳରୁ ସେମାନେ ପ୍ରତିନିଧିତ୍ୱ କରୁଛନ୍ତି ତାଙ୍କ ପରିବାର ହୁଏତ 35 ବର୍ଷ 40 ବର୍ଷ ସେଠି ଲୋକ ଭଲ ପାଇ ତାଙ୍କୁ ଭୋଟ ଦେଇକି ଆସିଛନ୍ତି। ଏଇ ଜେନେରେସନ ଏବେ ଦଳକୁ ଆଗକୁ ନବ ଆପଣ, କାରଣ ଏଇ ମାନେ ନିଶ୍ଚିତ ଭାବରେ ୟାଙ୍କରି ଉପରେ ଦଳ ନିର୍ଭର କରିବା କଥା, କାହିଁକି ଆଙ୍କର ଯେଉଁ ସ୍ପିରିଟଟା ଅଛି କି ଏମାନେ ଯେଉଁ ପ୍ରକାର ଦଳର ଆକ୍ଟିଭିଟି କରିପାରିବେ, ଏଇ ଜେନେରେସନ ମୁଁ ଭାବୁଛି ଟେକ୍ ଓଭର କଲେ ବିଜୁ ଜନତା ଦଳ ଆହୁରି ଆଗେଇବ। ଏଇଟା ସ୍ୱାଭାବିକ, ବନ୍ଧୁ ଥିଲେ କିଛି ଜଣ ଏକାଠି ବିଧାୟକ ସମସ୍ତେ ଥିଲେ, ତାପରେ କିଛି ଜଣ ହାରିଗଲେ, ତାପରେ ସରକାର ନାହିଁ, ତେଣୁ ଏଇ ସମୟରେ ଟିକେ ସାଙ୍ଗ ସାଥୀ ଭିତରେ ବସା ଉଠା କରିବାର ସୁଯୋଗଟା ବି ବେଶୀ ମିଳିଲା। ଏଇଟା ତ କମ୍ବିନେସନ, ଏମାନଙ୍କର ବାପା ମାନେ ସବୁ ସିନିୟର ଏଇ ଦଳରେ। ସାର୍ ଆପଣ ମାନେ କୋଉ ଗୋଟେ ସିନିୟର ଲୋକ ଧରନ୍ତୁ, ଆମେ ଧରିବା ଦେବୀ ମିଶ୍ରଙ୍କ କଥା, ଦେବୀ ମିଶ୍ର ତାଙ୍କ ବେଳୁ ଏଇ ଦଳରେ ଅଛନ୍ତି, ଏମାନେ ସମସ୍ତେ ଦେବୀ ମିଶ୍ରଙ୍କୁ ଚିହ୍ନିଛନ୍ତି, ବିଜୁ ବାବୁଙ୍କର ପରିବାରର ଜଣେ ଲଢୁଆ ନେତାମାନେ ସେମାନେ ସବୁ। ତେଣୁ ଏଠି ମୁଁ ଭାବୁନି ଏଇଟା କାହିଁକି ଗଣମାଧ୍ୟମ ମିସରିଡ୍ କରୁଛି। ମତେ ଅବିକା ଏଇ ଯେଉଁ ପିଢ଼ି କଥା ଆମେ ଉଠଉଛନ୍ତି ସେମାନେ ଦାୟ ଦେବେନି, ତାକୁ କିଏ ହବ?